ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ? ଯମୁନା ନଦୀ, ଗଙ୍ଗା ନଦୀ, ମହାନଦୀ, ଗୋଦାବରୀ ନଦୀ। ସଠିକ ଉତ୍ତରଟି ହେଉଛି ଯମୁନା ନଦୀ। କେଉଁ ପତ୍ରରୁ ବିଡ଼ି ତିଆରି ହୁଏ? ବରପତ୍ର, କଦଳୀ ପତ୍ର, ଶିମିଳି ପତ୍ର, କେନ୍ଦୁପତ୍ର। ସଠିକ ଉତ୍ତରଟି ହେଉଛି କେନ୍ଦୁପତ୍ର। ପ୍ରତିବର୍ଷ ପୃଥିବୀର ଜନସଂଖ୍ୟା ଶତକଡ଼ା କେତେ ହାରରେ ବୃଦ୍ଧି ପାଉଛି? 1.5 ହାର, 1.2 ହାର, 1.4 ହାର, 1.3 ହାର। ସଠିକ ଉତ୍ତରଟି ହେଉଛି 1.5 ହାର। ପୃଥିବୀର ସର୍ବାଧିକ ବୃଷ୍ଟି ହେଉଥିବା ସ୍ଥାନ କେଉଁଠି? ଏଥିରୁ କେଉଁଠି ନୁହେଁ? ଆସାମ, ଚେରାପୁଞ୍ଜି, କୋରାପୁଟ। ସଠିକ ଉତ୍ତରଟି ହେଉଛି ଚେରାପୁଞ୍ଜି। ଓଡ଼ିଶାର ସର୍ବାଧିକ ମରୁଡ଼ିଗ୍ରସ୍ତ ଜିଲ୍ଲା କେଉଁଠି? ଗଞ୍ଜାମ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ଗଜପତି ଜିଲ୍ଲା, କଳାହାଣ୍ଡି ଜିଲ୍ଲା। ସଠିକ ଉତ୍ତରଟି ହେଉଛି କଳାହାଣ୍ଡି ଜିଲ୍ଲା। ଧନୁବିଦ୍ୟା କେଉଁ ଖେଳରେ ବ୍ୟବହୃତ ହୁଏ? କୁସ୍ତି, ସୁଟିଂ, ଆର୍ଚେରୀ, ଜାଭେଲିନ୍ ଥ୍ରୋ। ସଠିକ ଉତ୍ତରଟି ହେଉଛି ଆର୍ଚେରୀ। ଜାତୀୟ ସଙ୍ଗୀତ ଜନଗଣ ମନ କିଏ ଲେଖିଥିଲେ? ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ, ରବୀନ୍ଦ୍ରନାଥ ଟାଗୋର, ସରୋଜିନୀ ନାଇଡୁ, ସର୍ବମନ୍ୟୁ ଭାରତୀ। ସଠିକ ଉତ୍ତରଟି ହେଉଛି ରବୀନ୍ଦ୍ରନାଥ ଟାଗୋର। ଭାରତର ମିସାଇଲ ମ୍ୟାନ୍ ବୋଲି କାହାକୁ କୁହାଯାଏ? ହୋମି ଭାବା, ବିକ୍ରମ ସାରାଭାଇ, ଏପିଜେ ଅବଦୁଲ କାଲାମ, ରାଜା ରାମନା। ସଠିକ ଉତ୍ତରଟି ହେଉଛି ଅପସନ୍ ସି। ପୃଥିବୀରେ କେଉଁ ପ୍ରାଣୀ କେବେ ବି ଶୋଇ ନଥାଏ? ଡଲଫିନ୍, ସାପ, ପିଲା, ଜେଲିଫିସ୍। ସଠିକ ଉତ୍ତରଟି ହେଉଛି ଜେଲିଫିସ୍। ପୃଥିବୀରେ ସବୁଠାରୁ ଦ୍ରୁତ ପକ୍ଷୀ କିଏ? ଗରୁଡ଼, କାଉ, ପେରେଗ୍ରିନ୍ ଫାଲକନ, ପାରା। ସଠିକ ଉତ୍ତରଟି ହେଉଛି ପେରେଗ୍ରିନ୍ ଫାଲକନ। କେଉଁ ଗ୍ରହକୁ ମର୍ଣ୍ଣିଂ ଷ୍ଟାର ବୋଲି କୁହାଯାଏ? ବୁଧ, ଶୁକ୍ର, ମଙ୍ଗଳ, ଶନି। ସଠିକ ଉତ୍ତରଟି ହେଉଛି ଶୁକ୍ର। ମାନବ ଶରୀରରେ ସବୁଠାରୁ ବଡ଼ ଅଙ୍ଗ କ'ଣ? ହୃଦୟ, ଯକୃତ, ଚର୍ମ, ଫେଫଡ଼ା। ସଠିକ ଉତ୍ତରଟି ହେଉଛି ଚର୍ମ। ଯଦି ଆପଣଙ୍କୁ ମୋର ଭିଡ଼ିଓଟି ଭଲ ଲାଗିଲା ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ରହୁଛି, ଧନ୍ୟବାଦ।